ମୁଁ ଅତ୍ୟନ୍ତ ମର୍ମାହତ। ଏ କେବଳ ମୋ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ ଗୋଟିଏ ଦାରୁଣ ସମ୍ବାଦ। ବିମ୍ବାଧର ମୁଦୁଲି ସେ ଆମ ସମସ୍ତଙ୍କର ପୂଜ୍ୟ। ତାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି ଏବଂ ସେ ଥିଲେ ଶତାୟୁ ପୁରୁଷ, 103 ବର୍ଷରେ ପହଞ୍ଚିଥିଲେ। ସେ ଅଖିଳ ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ଯେଉଁ ସଂଘର ସଭାପତି ମଧ୍ୟ ଥିଲେ ଶେଷ ପର୍ଯ୍ୟନ୍ତ। ଏବେ ତ ଯେଉଁ ଆମର ଜାନୁଆରୀ 2 ତାରିଖରେ ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀରେ ମୁଁ ତାଙ୍କ ସହିତ ଏକାଠି ହୋଇଥିଲି। ସେ ଚଳଚଞ୍ଚଳ ଥିଲେ। ତାଙ୍କର ଦେହାନ୍ତ ହୋଇଯାଇଛି। ଏ ସମସ୍ତେ ମର୍ମାହତ। ଆଉ ମଣିଷ ଭାବରେ ସେ ତ ଦେଶପ୍ରେମୀ ନିଶ୍ଚୟ। ତାପରେ ସ୍ୱାଧୀନତାରେ ସେ ଝାସ ଦେଇନଥାନ୍ତେ ସଂଗ୍ରାମରେ, କିନ୍ତୁ ତା ବାହାରେ ସେ ଥିଲେ ଅତ୍ୟନ୍ତ ଦୃଢ଼ ମନା, ହାର୍ଡ ନଟ୍ ଟୁ କ୍ରାକ୍। ଆଉ ଦ୍ୱିତୀୟରେ ସେ ଥିଲେ ଅତ୍ୟନ୍ତ ସମ୍ବେଦନଶୀଳ ମଣିଷ। କାହାର ଦୁଃଖ ଦେଖିଲେ ସେ ଲୁହ ନଝରାଇ ରହିପାରନ୍ତି ନାହିଁ। ସମସ୍ତଙ୍କୁ କୋଳେଇ ନେବା, ଆପଣାର କରିବା ସେ ଥିଲା ତାଙ୍କର ସହଜାତ ପ୍ରବୃତ୍ତି। ଆଉ ସେ କେନ୍ଦ୍ରାପଡ଼ାର ଅଁଳାଭାଙ୍କ ଗ୍ରାମର ଡେରାବିଶ ବ୍ଲକର। ଆଉ ସେ ଥିଲେ ଆମ ଜିଲ୍ଲାର ଶେଷ ସ୍ୱାଧୀନତା ସଂଗ୍ରାମୀ। ବର୍ତ୍ତମାନ ଆଉ କେହି ସ୍ୱାଧୀନତା ସଂଗ୍ରାମୀ ଆଉ ଜୀବିତ ନାହାନ୍ତି। ତେଣୁ ଇଏ ଗୋଟିଏ ଅପୂରଣୀୟ କ୍ଷତି, ସାମାଜିକ ସେବା କ୍ଷେତ୍ରରେ ଅପୂରଣୀୟ କ୍ଷତି। ଆଉ ସେ ଥିଲେ ଗୋଟିଏ ସଂଯୋଗ ସେତୁ ଅତୀତ ଆଉ ବର୍ତ୍ତମାନ ଭିତରେ। ସେ ଥିଲେ ଭବିଷ୍ୟତ ପାଇଁ ପ୍ରେରଣା। ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି ଏବଂ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଆପଣଙ୍କ ଚ୍ୟାନେଲ ଜରିଆରେ।